এটা মଦ ଚେକିଂ ହେଉଛି ରାତିରେ ଆପଣ ଦେଖିବେ ବଢ଼ିଆ ଭାବରେ ସେ ମଦ ଚେକିଂ ହେଉଛି। ମଦ ଚେକିଂ ହେବା ବି ଦରକାର, ମଦ ଲୋକ ନ ପିଇବା ବି ଦରକାର। କିନ୍ତୁ ମୁଁ ତ ଜାଣିନି ମୁଁ ପାଗଳା କି କ'ଣ, କି ଇଏ ସରକାର ପାଗଳା, କି ଆମ ଲୋକ ପାଗଳା, କିଏ ପୋଲିସ ବାଲା ପାଗଳା, କିଏ ପାଗଳା ଆପଣମାନେ ବିଚାର କରିବେ। ସମସ୍ତଙ୍କୁ ଛାଡ଼ି ଦିଅନ୍ତୁ, ଆମେ ପ୍ରଥମ ଆସିବା। ନା କିଛି ଲୋକ ତ କହିବେ ଆମେ ପାଗଳା ବୋଲି, ନା ପାଗଳା ତ ଆମେ ହବା, ଆମେ ହିଁ ପାଗଳା ହବା। କାହିଁକି ପାଗଳା ହବା ତାର ବାଟ ଅଛି। ଆପଣ ଦେଖିବେ ରାସ୍ତା କଡ଼ରେ କେଉଁଠି ନା କେଉଁଠି ଗୋଟେ ଗୋଟେ ବାର୍ ଅଛି। ସରକାର ତ ଜାଣିଥିବେ ନା ବାର୍ ମାନେ କ'ଣ, ମୁଁ ତ ଜାଣିନି। ଆପଣ ଯିଏ ସବୁ ଇଂଲିଶ ଫିଂଲିଶ ଲେଖୁଛନ୍ତି, ବହୁତ ବଡ଼ ବଡ଼ କମେଣ୍ଟ ଦେଉଛନ୍ତି। ବାର୍ରେ ମଦ ପିଅନ୍ତି ଲୋକ, ଯଦି କିଏ ଜାଣିନଥିବେ ମୁଁ ଜଣେଇ ଦେଉଛି। ନବୀନବାବୁ ଜାଣିନଥିବେ, କି ଯେ ଆମର ଅବକାରୀ ବିଭାଗର ମନ୍ତ୍ରୀ ଜାଣିନଥିବେ, କି ଅବକାରୀ ବିଭାଗର ଯିଏ ସଚିବ ଅଛନ୍ତି ସିଏ ଜାଣିନଥିବେ, କି ଆମ ପୋଲିସ ବାବୁ ବି ଜାଣିନଥିବେ। ବାର୍ରେ ମଦ ପିଅନ୍ତି ଆଜ୍ଞା, ସେଠି କେହି ଭଜନ କୀର୍ତ୍ତନ କରିବାକୁ ଯାଆନ୍ତିନି। ଆଉ ଏ ବାର୍କୁ ଖୋଲିବାକୁ ପରମିଶନ୍ କିଏ ଦେଇଛି? ଆମ ସରକାର ଦେଇଛନ୍ତି। ପରମିଶନ୍ ଦେଲେ ସରକାର, ଖୋଲିଲେ ବି ସରକାର। ତାଙ୍କଠାରୁ ନେଲେ କ'ଣ, ଟିକସ ବି ନେଲେ, ଯାହା ରେଭିନ୍ୟୁ ନେବା କଥା। ପିଇଲେ କିଏ? ଲୋକ। ଚେକିଂ କଲା କିଏ? ପୁଣି ସେଇ ସରକାର। ଆଚ୍ଛା, ସରକାର ଯଦି ଏତେ ମାନେ ସୁବିଧା ସୁଯୋଗ କରୁଛନ୍ତି, ପାଇଖାନା ପାଖରୁ ଆରମ୍ଭ କରି ମେଡ଼ିକାଲରେ ପାଣି ମାଟିଆ ପର୍ଯ୍ୟନ୍ତ ମଦ ବି ବାଣ୍ଟୁଛନ୍ତି, ଆପଣ ତ ବାଣ୍ଟୁଛନ୍ତି, ଲୋକ ପିଉଛନ୍ତି। କଥା ରହୁଛି ଯେ ଯେଉଁ ବିୟର ବାର୍ରେ ମଦ ଲୋକ ପିଇଲା, ସେ ଲୋକ ଘରକୁ କେମିତି ଆସିବ? ମୁଁ ଏ ପ୍ରଶ୍ନ ବୋଧହୁଏ 4-5 ବର୍ଷ 6 ବର୍ଷ ତଳୁ ବି ପଚାରିଥିଲି। ଆପଣ ଦେଖିବେ ସେ ପୁରୁଣା ପୋଷ୍ଟ ଆସିବ, ମୁଁ ସେୟାର କରିବି। ଯେ ଯେଉଁ ଲୋକ ବିୟର ବାର୍ରେ ମଦ ପିଇଲା ବା ଠିପି ଖୋଲା ବାର୍ ଯେଉଁଠି ଅଛି, ଯେଉଁଠି ମଦଟା ପିଉଛି, ଯିଏ ସେଠି ବସିକିନା ଗିଲାସ ଓଜାଡ଼ିକି, ସେ ଲୋକଟା ପିଇ ସାରିଲା ପରେ ଆସିବ କେମିତି, କେଉଁ ପଟରେ ଆସିବ? ସେ ସେଇ NHI ବାଟରେ ଆସିବ, ନହେଲେ ନବୀନ ବାବୁଙ୍କ ଦ୍ୱାରା ଯେଉଁ ବାଜପେୟୀଙ୍କ ଦ୍ୱାରା ଯେଉଁ ଗ୍ରାମ୍ୟ ସଡ଼କ ଯୋଜନା ହେଇଛି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ସେପଟରେ ଆସିବ। ନହେଲେ ନବୀନ ବାବୁଙ୍କ ବାପାଙ୍କ ନାଁରେ ବିଜୁ ପଟ୍ଟନାୟକଙ୍କ ଯେଉଁ ଆସିଛି ବିଜୁ ସଡ଼କ ଯୋଜନାରେ ଆସିବ, ସେଇପଟରେ ଆସିବ। ନା ସେ କ'ଣ ଭେଡ଼ା ବାଟ ଦେଇକି ଗୋଟେ ଅଲଗା ବାଟରେ କେଉଁଠି ଆସିବ କି? ବିୟରଟା ପିଇ ସାରିଲା ପରେ ସେ ଲୋକଟା ଆସିବ କେଉଁ ପଟରେ? ଯଦି ଆପଣ ଚେକିଂ କରୁଛନ୍ତି, ମଦ ଚେକିଂଟା ହେଉଛି, ମଦ ପିଇ ଗାଡ଼ି ଚଲେଇବା ଭୁଲ, ତାହେଲେ ବିୟର ବାର୍ ଆପଣ କାହିଁ ଖୋଲୁଛନ୍ତି? ବାର୍ ଆପଣ କାହିଁ ଖୋଲୁଛନ୍ତି? କ'ଣ ସେଠି ବିୟର ଗୁଡ଼ା ଥୁଆ ହେବ, ଆପଣ ଆମେ ଦେଖିଦେଇ ଲୋକ ଯାଇ ଦେଖିଦେଇ ପଳେଇ ଆସିବେ, ଶୁଙ୍ଘି ଦେଇକିନି ପଳେଇ ଆସିବେ ସବୁ? ନା କ'ଣ, ମୁଁ ବୁଝିପାରୁନି। କେତେଜଣ ଲୋକ ଆପଣ କହୁଛନ୍ତି ବାର୍ଟା ଖୋଲା ହେଇଛି କାହିଁକି? ଯଦି ବାର୍ଟା ଖୋଲା ହେଇଛି, ଲୋକଟା ଯିବ ବିୟର ପିଇବ। ଆପଣ ବାର୍ଟା ବନ୍ଦ କରୁଛନ୍ତି ନା ଟୋଟାଲ? ନା, ଆଉ ରେଭିନ୍ୟୁ କମିଯିବ। ରେଭିନ୍ୟୁ କମିଯିବ, ବୁଝିହେଲା କି? ତେଣୁ ଇଏ ଯେଉଁ ସବୁ ଯୋଜନା ହେଉଛି, ବିୟର ବାର୍ ଖୋଲା ହେବ, କିନ୍ତୁ ଲୋକ ମଦ ପିଇକି ଆଇଲେ ବାଟରେ ପୋଲିସ ଆଲାଙ୍କୁ ଯାକ ଦେଇ ଧରତାରେ ବାପା ସେଠି ଆସିବୁ ଫୁଙ୍କିବୁ। ବେ ଇଏ କି ଧନ୍ଦା? ବିୟର ବାର୍ଟା ଖୋଲିଛ, ଲୋକ ଯାଉଛି ମଦୁଟା ପିଇକିନା ଆଇଲା, ବାଟରେ ତାକୁ ଶୁଙ୍ଘଉଛ କାହିଁକି? ତାକୁ ଗୋଟେ ଲାଇସେନ୍ସ ଦେଉନା ବିୟର ବାର୍ରୁ, ଯେ ଏଇଟା ନବୀନ ବାବୁଙ୍କ ଦ୍ୱାରା କି ଆମ ସରକାର, ଓଡ଼ିଶା ସରକାରଙ୍କ ଦ୍ୱାରା ସେ ବିୟର ବାର୍ରୁ ଏ ଲୋକଟି ପିଇକିନା ଆଇଛି। ହଁ, ସରକାର ଏଇ ଭାଇ ଜଣେ କହିଲେ ସରକାର ଗୋଟେ ଅଟୋ ଯୋଜନା କରନ୍ତୁ, ପିଇ ସାରିବା ଘରେ ପରେ ଘରେ ଛାଡ଼ିଦେବେ। ନାଇଁ, ଆପଣ ଏଇଟା ଯେଉଁଟା କଥା କହୁଛନ୍ତି, ଏଇଟା କିଛି ଲୋକଙ୍କ ମୁହଁକୁ ବି ଖରାପ ଲାଗିବ। କିନ୍ତୁ ନାଇଁ, ଏଇଟା ଗୋଟେ ବିଷୟ। କାହିଁକି ବିଷୟ? ଲୋକଟା ମଦ ପିଇ ସାରିକି ବାର୍ଟା ତ ଆପଣ ଖୋଲୁଛନ୍ତି ମଦ ପିଇବା ପାଇଁ। ଆପଣ କହିବେ ଆପଣ କାହିଁକି ଯାଉଛନ୍ତି, ଆପଣ ଖୋଲୁଛନ୍ତି, ଏବେ ଯିବେନି ପୁଣି କେମିତି କ'ଣ ଯିବେନି? ଯିବେ ନା। ଆଉ ତେଣୁ ଯିବା ପାଇଁ ବି ଆପଣ ବାଟ ଖୋଲିଲେ, ଆଦାୟ କରିବାକୁ ଆପଣ ବାଟ ଖୋଲିଲେ। ତେଣୁ ଇଏ ଯେଉଁ ଜିନିଷ ଅଛି, ମୁଁ ବୁଝିପାରେନି ବେଳେବେଳେ, ତାହେଲେ ଇଏ ଚେକିଂ କେଉଁଥିପାଇଁ? ଏ ଜିନିଷକୁ ଆପଣ ଏଇଟା ମନେ ରଖିଥିବେ, ଏଇଟା ଗୋଟେ ବଡ଼ ଜିନିଷ। ତେଣୁ ମୁଁ ଗୋଟେ ଲେଖିଥିଲି, ପୋଷ୍ଟ ବି ଆସିବ ବି ଆଗକୁ। ନବୀନ ବାବୁ କ'ଣ ଗୋଟେ ହେଲିକପ୍ଟର ଯୋଜନା କରନ୍ତୁ, ବିୟର ବାର୍ରେ ମଦ ପିଇ ସାରିଲା ପରେ ଲୋକ ଘରକୁ ହେଲିକପ୍ଟରରେ ଆସିବେ।